ଏଇଟା ମୁଇଁ ସକାଳ ସକାଳ ପୂଜା ପାଠ ଟିକେ ସାରି ଦଉଛେ ବେଲେ ମହାପ୍ରଭୁ ଗଛେ ପାଏନ୍ ପୁନା ଟିକେ ଦେଇ ଦେସି। ଆରୁ ତା ନାନୀ ତ ସକାଳୁ ଡଙ୍ଗା ଡୁଙ୍ଗି ଭସିକରି ଗଧା ପଧା ସାରିକିନା ବୃନ୍ଦାବତୀ ଗଛେ ପୂଜା ପାଠ ଅଧା ସାରିଦେଲେ। ଆରୁ ଯେନ୍ ପୁରାଣ ବସେଇଛନ୍ ତାକୁ ଘରକେ ଗଲେନ। ଏଇଟା ମୁଇଁ ଘରେ ପୂଜା ପାଠ ଟିକେ କରି ଦଉଛେ। ଆରୁ ପୂଜା ପାଠ ସରିଲା ପରେ ନେଇକି ଛୁଆମାନଙ୍କୁ ବହରିକିରି ମନ୍ଦିର ଟିକେ ଯିବା। ତ କାର୍ତ୍ତିକ ପୂର୍ଣ୍ଣିରେ ମନ୍ଦିର ଟିକେ ଗଲେ ଭଲ ଲାଗ୍ସି। ଆମେ ତ ଡଙ୍ଗା ନି ଭସେ ତା ନାନୀ ଆମଟା ବସେଇ ଦେସନ୍। ତ ଟାଉନ୍ ଜାଗାରେ ନା କିନିକି ଯିବ କାଣା କରବ ଅନ୍ଧାରୁ ବୋଲସୁଁ ଆନି ଯାଉଁ ଦେଖ୍ମା ଛୁଆମାନେ ଟିକେ ବଡ଼ ହେଲା ପରେ କେନାଡ଼ା ଯାଇକରି ଡଙ୍ଗା ଡୁଙ୍ଗି ଭସାମା। ଆରୁ ଇଟା ଆମେ ବାହାରି ଗନୁ ନ ଯେ ଜଗନ୍ନାଥ ଜିମା ସମଲେଇ। ଆଉ ସମସ୍ତଙ୍କୁ ମୋର୍ ଜୁହାର। ଆରୁ ସବେ ରେଡ଼ି ହେଇଛୁଁ। ଆରୁ ଇଟା ମନ୍ଦିର ଯିମୁ ବୋଲଛୁଁ ରଜା ଘରକେ। ତ ରଜା ଘରନେ ନା ବହୁତ ଭିଡ଼ ଥିଲେ ବେଲେ ଆମେ ନିଜେ ନ ହିଆଡ଼େ ମନ୍ଦିର। ତ ଇଟା ଇଆଡ଼େ ପଲେଇ ଆସୁନୁ ହନୁମାନ ମନ୍ଦିର ଆଡ଼େ। ହନୁମାନ ମନ୍ଦିର ପୂଜାପୂଜି ସାରିକରି ମାର୍କେଟ ଆଡ଼େ ଫେର୍ ଯାଇ ହେବା। ତ ମାର୍କେଟ ଆଡ଼େ ଗଲେ ଫିରବାର୍ ଲାଗି ପଡ଼ବା। ଆମର ଇଆଡ଼େ ଅଛି ହନୁମାନ ମନ୍ଦିର। ତ ସିଆଡ଼େ ଫିରମୁ। ଆରୁ ମାର୍କେଟରୁ କାଣା ଟିକେ ଆନବାର୍ ଅଛି। ଆରୁ ଇଟା ପଲେଇ ଆସୁନୁ ନ ଡେଲି ମାର୍କେଟ ଆଡ଼େ ପରିବା ପତ୍ର କିଣାକୁଣି ନି କରବାର୍ ତାଲି। ଆରୁ ଇଟା ସେ ଯେନ୍ କୀର୍ତ୍ତନ ନାମ କୀର୍ତ୍ତନ ନି ହଉଛେ ସେ ଡେଲି ମାର୍କେଟ ପାଖେ। ତ ଇଟା ହେନିକେ ପଲେଇ ଆଇଛୁଁ। ଏଇନେ ଦର୍ଶନ ପାତି ଟିକେ କରମୁ ଆଉ ଘରକେ ଯିମୁ। ତ ଇନେ ବେଶୀ ଟାଇମ୍ ନି ରହିନ 5-10 ମିନିଟ୍ ରହିନୁ। ଆରୁ ଇନେ ନା ପୁଅ ପିଲାମାନେ ନାମ କୀର୍ତ୍ତନ କରୁଥିଲେ ଯେ ଭଲ ଲାଗୁଥିଲା। ଆଉ ଛୁଆମାନେ ନା ଆମର ରହନ୍ ଏନ୍ତା ଜାଗାରେ ଟିକେ କିଚକିଚିଆ ହେସନ୍। ଆଉ ସକାଳୁ ହେନ୍ତା ବି ଭୁକେ ହେଇଥିଲେ ନା ତ ବେଶୀ ଟାଇମ୍ ନି ରହି 5-10 ମିନିଟ୍ ରହିନୁ ଆରୁ ପଲେଇ ଆସ୍ମୁ ବନି ତାର ହଁ ବୋଇଲେ। ଆର୍ ହେନ୍ତା ବି ମାର୍କେଟରେ ପରିବା ପତ୍ର ଟିକେ କିଣାକୁଣି କରବାର୍ ଅଛେ। ଆଉ ତାର୍ ଖାତା ବହି ଟିକେ ନେବାର୍ ଅଛେ। ତ ଦୁକାନ ଖୁଲ୍ଲା ବେଲେ ତ ନେମୁ ଆଉ ନେଇ ଖୁଲ୍ଲେ ନେଇ ନଉ। ଆରୁ ହେନ୍ତା ବି ଦୁକାନ ନି ଖୁଲବାର୍ ବନ୍ଦ ହେଇଛେ ତ ଘରକେ ପଲାମୁ। ଘରକେ ଇଟା ଆସ୍ନୁ। ଆରୁ ତା ନାନୀ ଟାବଲ୍ ଟେ ଆନି ଦେଇଥିଲେ। ତ ଟେଣ୍ଟ ହାଉସ୍ ଲଗେଇ ଦେଇଥିଲେ ନିଜେ ତା ନାନୀ ମାନେ ପୁରାଣ ବସାସନ୍। ସେମାନେ ଖୁସ୍ ହେଇକିନା ଇଟା ଦେଇଥିଲେ ଟାବଲ୍ଟେ। ତ ନି ଧରେ ରଖି ଦେଇଥଉଁ ବୋଇଲେ ଯେ ଧର ଖୁସିରେ ଦେଇଛନ୍ ବୋଇଲେ ହଁ ଧରିଦେମା ହେଲେ ବୋଇଲେ। ଆଉ ଟିଫିନ୍ ପତ୍ର ଆଣିଲା ବେଲ୍କେ ଆନିଥିନୁ। ତ ଇଟା ଛୁଆମାନେ ଖାନା ଖୁନି ଖାଉଛନ୍।